କାଲି ଆମେ ଆସ୍ୱାଦନ କରିଥିଲେ କପୋତି କ'ଣ କରେ, ତାର ସହାସ୍ୟ ଦୃଷ୍ଟିପାତ ବା ଆଳାପାଦି ଦ୍ୱାରା ପ୍ରୀତି ଉତ୍ପାଦନ ସହକାରେ କ'ଣ କରେ, କପୋତର ମନ ହୃଦୟକୁ ଜୟ କରେ, କପୋତକୁ ପ୍ରସନ୍ନତା କରେ ଆଉ ତାର ବିଷୟକୁ ପ୍ରାର୍ଥନା କରେ। ଏ କପୋତ ଅଜିତେନ୍ଦ୍ରିୟ କପୋତ କ'ଣ କରେ, ଅତି କଷ୍ଟ ସ୍ୱୀକାର କରି କପୋତିର ସମସ୍ତ ଇପ୍ସିତ ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ପ୍ରୟତ୍ନଶୀଳ ହୁଏ। ଏ ହେଉଛି ସଂସାର ଗତି। ବିଶେଷ କରି ଯେଉଁମାନେ ସ୍ତ୍ରୀ ବଶୀଭୂତ ହେଇଯାଆନ୍ତି, ସେଇ ପୁରୁଷମାନଙ୍କ ଅବସ୍ଥା ଏ ପ୍ରକାର। ତାଙ୍କ ପ୍ରତ୍ୟେକଟା ଇଶାରାକୁ, ପ୍ରତ୍ୟେକଟା ଇଚ୍ଛାକୁ ସେମାନେ ପୂର୍ଣ୍ଣ କରିବା ପାଇଁ ସବୁବେଳେ ସଯତ୍ନ ହୁଅନ୍ତି। ଏଥିପାଇଁ ସିଦ୍ଧା ଏଠି କହିଲେ କପୋତିର ସହଜ ଦୃଷ୍ଟି। ଏଠି କହିଛନ୍ତି ଯେଉଁ ସକଳ ବ୍ୟକ୍ତି ଇନ୍ଦ୍ରିୟ ସମୂହର ପତି ଏକମାତ୍ର ଭଗବାନ ଏ କଥା ଜାଣିନାହାନ୍ତି, ସେମାନେ ନିଜକୁ ହୃଷିକେଶ ବୋଲି ମନେ କରନ୍ତି ବା ଅର୍ଥ ସଂଗ୍ରହର ଦାସତ୍ୱେ ଇନ୍ଦ୍ରିୟ ତର୍ପଣ ବାସନାରେ ଜଗତରେ ନାନା କାର୍ଯ୍ୟର ଆହ୍ୱାନ କରି ଏବଂ ଭୋଗୀ କପୋତିର ପାଇଁ ଭୋକ୍ତା କପୋତ ଯେପରି ଅବିବେଚନାର କାର୍ଯ୍ୟ କରେ, ତଦ୍ରୂପ ବୁଦ୍ଧି ଚାଳିତ ହୋଇ ସ୍ଥୂଳ ଶରୀର ଦ୍ୱାରା ନଶ୍ୱର ଜଡ଼ାନନ୍ଦ ସଂଗ୍ରହ କରତେ ବ୍ୟସ୍ତ ହୁଏ। ଯେଉଁମାନେ ଜାଣିନାହାନ୍ତି ସମସ୍ତ ଇନ୍ଦ୍ରିୟର ଅଧିପତି ହେଉଛନ୍ତି ଭଗବାନ, ସେ ହେଉଛନ୍ତି ହୃଷିକେଶ, ଏକଥା ଯେଉଁମାନେ ଜାଣନ୍ତିନି, ଇନ୍ଦ୍ରିୟ ଗୁଡ଼ିକର ନିୟାମକ ସିଏ, ପରିଚାଳକ ସିଏ, ଏକଥା ଯେଉଁମାନେ ଜାଣନ୍ତିନି, ସେମାନେ ନିଜକୁ ହୃଷିକେଶ ଭାବନ୍ତି, ତାର ନିଜକୁ ଭଗବାନ ଭାବନ୍ତି, ନିଜେ ହିଁ ମାଲିକ ଭାବନ୍ତି ସେମାନେ। ଏଥିପାଇଁ ସେମାନେ ଅର୍ଥ ସଂଗ୍ରହ ଦାସତା ସ୍ୱୀକାର କରନ୍ତି ଆଉ ଇନ୍ଦ୍ରିୟ ତର୍ପଣ ପର ହୋଇ ଜଗତରେ ବିଭିନ୍ନ ପ୍ରକାର କାର୍ଯ୍ୟର ଆହ୍ୱାନ କରିଥାନ୍ତି। ସେମାନେ ଭୋଗୀ କପୋତିର ପାଇଁ ଯେପରି ଭୋକ୍ତା କପୋତ, କପୋତ ନିଜକୁ ଭୋକ୍ତା ଭାବୁଛି ନା, ଏଥିପାଇଁ ଭୋଗୀ କପୋତିର ପାଇଁ ସେ ଯେଉଁ ପ୍ରକାର ଚେଷ୍ଟାଶୀଳ ହେଇଥିଲା, ପ୍ରୟତ୍ନ କରୁଥିଲା ସବୁକିଛି, ଏଇ ଇନ୍ଦ୍ରିୟ ତର୍ପଣ ପରେ ଜୀବମାନେ, ମଣିଷମାନେ ମଧ୍ୟ ଯେଉଁମାନେ ଇନ୍ଦ୍ରିୟର ଅଧିପତି ଭଗବାନ ବୋଲି ଜାଣନ୍ତିନି, ସେମାନେ ଇନ୍ଦ୍ରିୟକୁ ସୁଖ ଦେବା ପାଇଁ ବହୁତ କଷ୍ଟ ସ୍ୱୀକାର କରନ୍ତି ଜଗତରେ। ଏ କଥା କୁହାଯାଇଥିଲା। ସ୍ଥୂଳ ଶରୀର ଦ୍ୱାରା ସେ ନଶ୍ୱର ଜଡ଼ାନନ୍ଦ ସଂଗ୍ରହ କରିଥାନ୍ତି ବ୍ୟସ୍ତ। ଏଇ ଲୋକମାନେ ସ୍ଥୂଳ ଶରୀର ପାଇଁ ଏଇ ଯେଉଁ ଜଡ଼ ଆନନ୍ଦ, ନଶ୍ୱର କୁହାଗଲା, ଯେଉଁଟା କ୍ଷଣିକ ସୁଖ, ଚପଳ ସୁଖ ଲୋଭ ଲାଗିରେ କୁହାଗଲା, ଏ ଦିନ ଯାମିନି ଜାଗିରେ। ଏଇ ବହିର୍ମୁଖ ଲୋକମାନେ, ଏମାନେ ସ୍ଥୂଳ ଶରୀର, ବାହ୍ୟ ଶରୀର ଦ୍ୱାରା ଯେଉଁ ଆନନ୍ଦ, ଭୌତିକ ଆନନ୍ଦ ପାଇଁ ଏମାନେ ସବୁବେଳେ ଚେଷ୍ଟିତ ହୁଅନ୍ତି। ସେମାନଙ୍କର ଶିକ୍ଷା ପାଇଁ ଏ କପୋତ କପୋତି ଉପାଖ୍ୟାନ, ଯେଉଁଟାକି ଦାମ୍ପତ୍ୟ ଓ ପରସ୍ପର ବିରହ କାତରତା ଉଦାହରଣ ଦିଆଯାଇଛି। ଏହି ହିଁ ବଦ୍ଧ ଜୀବର କପୋତ କପୋତିର ନ୍ୟାୟ ସଂସାର ପ୍ରବୃତ୍ତି। ଏ କପୋତ କପୋତିର ଉଦାହରଣ ଏଥିପାଇଁ ଭାଗବତରେ ଅବଧୂତ ମହାରାଜଙ୍କ ଚରିତ୍ରରେ ବର୍ଣ୍ଣନା ଆସିଲା। ଏ ସଂସାର ଗତି ବି ଏହି ପ୍ରକାର। କପୋତି ପ୍ରଥମଂ ଗର୍ଭ ଗୃଣ୍ମନ୍ତି କାଲ ଆଗତେ अंडानि सुषुवे नीरे स्तपत्युः सन्निधौ सती। कपति कौन कला तापरे प्रथमं गर्भं गृह्णति सती कपति काले प्रसव काले आगते जितले प्रसव समय आसिला कपति अंतःसत्व प्रसव समय आसो प्रथम गर्भ तो सी कौन कला नीड़े स्वपत्यु सन्मिधौ अंडानि सुषुवे प्रसुतवती ता बसा भितर अंडा को
अंड समूह प्रसव कला माने अंडा पक्षी तो अंडा प्रसव करछि। अनंतर पतिव्रता कपति पतिव्रता कहले पतिव्रता कपति प्रथम गर्भ ग्रहण करी प्रसव समय प्रसव काल आगत हेले नीड़ मध्य तार बसा मध्य निज पतिर समक्ष अंड समूह प्रसव कला। अंडा अंडा देला से पति से पूर्व वर्णना कला पति पत्नी रोते एपरिकी तांकर शयन भोजन तांकर क्रीड़ा कौतुक आमोद प्रमोद गल्प सज्जा भ्रमण सबकि एकत्र भाव यही प्रकार आसक्ति थी कपत कपति गले मिसिकी जीवे खाइले मिसिकी खाइबे खेलिले मिसिकी खेलिबे तांको संसार से ही तेणु पति सम्मुख में अंडा प्रसव कर तेषु काले व्यजायन्त रचिता भगवा हरे शक्ति भी दुर्वी स्वभाव्य भी कोमलांगतनुरुहा शक्ति भी दुर्विभाव्य भी कोमलांगतनुरुहा तेषु काले काले माने तत् परिपाक काले तेषु अंडेषु जो अंडा सब परिपक्व होगला अंडारू कौन जन्म हेले अंडेषु हरे हे दुर्बी भूप्या भी आवितर्भा भी शक्ति भी रचिता अवयवा जे संगते कोमलांग तनुरुहा कोमलानि अंगानि तनुरुहा रोमाणी च जे संगते शिशव व्यजन्ते जन्म हेले छुटिया छुटिया शिशु यथा काले अंड समूहर मध्य होते श्री हरिर अचिंत्य शक्ति प्रभाव गोटे शब्द लगेले रचिता भग्नवा हरे हरे दुर्विहर हरिंकर अचिंत्य शक्ति कहीं भगवान शक्ति जदि न रहा जड़े जन्म कर जीवन शक्ति आसबनी से मृत छुआ जन्म ही होती स्वामी स्त्री समर्थ थे कि मृत छुआ जन्म होती भगवान का शक्ति तेणु श्री हरिर अचिंत्य शक्ति आम क्या डॉक्टर तो ऑपरेशन करी सीजरिंग करी प्रसव करूँ ठीक कथा मना ना कि बेले बेले जीवन शक्ति ना एमती गोटे गोटे गाईर केस आसे गोमातार आ सी अन्नपूर्णा माता से दिन कहला ता गाईटा कौन होगला ता भितरे छुआ अच्छा डॉक्टर कहला यदि छुआ को बंचेगा ताहले माँ को मारिया पड़ो माँ को बंचले छुआ को मारिया पड़ो तेणु से छुआटा मारदेला यदि भगवान का शक्ति किसी न था एमान तो सब कर पारता तेणु जीवन मरण शक्ति गोटे अन्य जन देइछन्ति तांकरी ऊपर तेणु कहले हरिंकर अचिंत्य शक्ति प्रभाव रे विरचित अंग प्रत्यज्ञ संयुक्त ये अंग प्रत्यज्ञ सब संयुक्त ही कोमल अंग रोम राज विशिष्ट संतानगण उत्पन्न हेले जन्म हेले तांके छुटिया छुटिया अंग कोमल अंग सब हाथ गोड़ चक्षु नासा सब रोम भी अच्छी ये प्रकार संतान जन्म हेले तेणु पक्षीर आउ गोटे ना द्विज द्विज मान तो विप्र कहुई ब्राह्मण कहुई पक्षी भी द्विज कहुई कहीं दीथर जन्म है अंडा गोटे तापर शावक गोटे ये प्रकार दीथर द्विज शब्द अर्थ उपनयन धारण कलापर द्वितीय थर जन्म हुए से प्रकार द्वितीय जन्म कहुई द्विज शब्द लगाई कपतिर संतान उत्पन्न है कहले बद्ध जीवगण जितेबले भगवत विमुख हुंती से भगवान सेमानकर क्रियाकलाप समूह ताहार सेवा वैमुख्य वृद्धिर पाई
ମାୟାଜାଲ ବିସ୍ତାର କରନ୍ତି। ଭଗବାନ ମାୟାଜାଲ ସେମାନଙ୍କ ପାଇଁ ବିସ୍ତାର କରନ୍ତି ଯେଉଁମାନେ ବଦ୍ଧ ଜୀବ, ଯେଉଁମାନଙ୍କର ଭଗବତ ବିସ୍ମୃତି ହୋଇଯାଇଛି, ଭଗବାନଙ୍କୁ ଯେଉଁମାନେ ଭୁଲି ଯାଇଛନ୍ତି, ଭଗବାନଙ୍କୁ ଯେଉଁମାନଙ୍କର ବିସ୍ମୃତି ହୋଇଯାଇଛି, ଯେଉଁମାନେ ଆବଦ୍ଧ ହେଇକି ଅଛନ୍ତି ସଂସାର ଭିତରେ ବା ସ୍ଥୂଳ ସୂକ୍ଷ୍ମ ଶରୀର ଭିତରେ, ଭଗବାନ ତାଙ୍କ ପାଇଁ କ'ଣ କରନ୍ତି? ତାର କ୍ରିୟାକଳାପ ସମୟରେ ତାହାର ସେବା ବୈମୁଖ୍ୟ ବୁଦ୍ଧିର ଜନ୍ୟ ହିଁ ମାୟା ବିସ୍ତାର କରନ୍ତି। ସେବା ଭଗବାନଙ୍କ ପାଖରୁ କେମିତି ସେବାର ବୈମୁଖ୍ୟତା ଭାବ ପ୍ରବଳ ହେବ, ଏଥିପାଇଁ ସେ ମାୟାଜାଲ ବିସ୍ତାର କରନ୍ତି। ଆଉ ତାର ସମସ୍ତ କ୍ରିୟାକଳାପ ଆଚରଣ ସବୁକିଛି ଭଗବତ ବୈମୁଖ୍ୟ ଭାବ ଦେଖାଯାଏ। ସେଠି ସେ ଧୀରେ ଧୀରେ ଭଗବାନ ପାଖରୁ ଦୂରେଇ ଯାଏ। ଏହି ହେଉଛି ଭଗବାନଙ୍କର ମାୟା। ଭଗବତ ମାୟାରେ ଯେଉଁମାନେ ଡୁବିଛନ୍ତି ସେମାନେ ଭଗବାନଙ୍କ ସେବାରୁ ବଞ୍ଚିତ ହେଇଯାନ୍ତି। ତାଙ୍କ ବୁଦ୍ଧି ବି ସେହି ପ୍ରକାର ଭଗବାନ ତିଆରି କରନ୍ତି, ମାୟାଜାଲ ବିସ୍ତାର କରନ୍ତି। ଆଉ ଯେଉଁମାନେ ଭଗବତ ସେବାରେ ଉନ୍ମୁକ୍ତ ପ୍ରଦର୍ଶନ କରନ୍ତି ନାହିଁ, ସେମାନଙ୍କର ଯୋଗ୍ୟତା ଅନୁସାରେ ସେମାନେ ଭଗବତ କର୍ତ୍ତୃକ ବିପରୀତ ଶକ୍ତି ଲାଭ କରି ଏବଂ ଭୋକ୍ତା ସାଜି ସଂସାର ଭାବରେ ପ୍ରବୃତ୍ତ ହୁଅନ୍ତି। ଗୋଟିଏ ଭୋଗୀ, ଗୋଟିଏ ତ୍ୟାଗୀ। ବିଶେଷ କରି ଭୋଗରେ ଭଗବାନଙ୍କର ସେବାରେ ଉନ୍ମୁକ୍ତ ଯେଉଁମାନେ ହେଉନାହାନ୍ତି, ଯେଉଁମାନଙ୍କର ଆଚରଣ, ଯେଉଁମାନଙ୍କର ଚିନ୍ତନ, ଯେଉଁମାନଙ୍କର ବୃତ୍ତି, ଯେଉଁମାନଙ୍କର ଭାବନା, ଯେଉଁମାନଙ୍କର ଧାରଣା, ଯେଉଁମାନଙ୍କର କାମନା, ବାସନା, ପ୍ରବୃତ୍ତି ଆଦି ଭଗବାନଙ୍କର ସେବା ପ୍ରତି ଉନ୍ମୁଖ ହେଉନି, ସେମାନଙ୍କର ଯୋଗ୍ୟତା ଅଲଗା ପ୍ରକାର। କାହିଁକିନା ଭଗବାନଙ୍କ ସେବା କରିବାର ଯୋଗ୍ୟତା ଗୋଟେ ଅଲଗା ପ୍ରକାର ନା। ଭଗବାନଙ୍କ ସେବା କରିବାର ଯୋଗ୍ୟତା ହେଉଛି ସର୍ବଶ୍ରେଷ୍ଠ, ସର୍ବ ଉତ୍କର୍ଷତା କୁହାଯାଇଛି। ଏହି ପଦବୀ ସବୁଠୁ ଶ୍ରେଷ୍ଠ ପଦବୀ। ମୁକୁନ୍ଦ ସେବା, ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ହେଲେ ମୁକୁନ୍ଦ ସେବନ ବ୍ରତ ଗ୍ରହଣ କଲେ କହିଲେ, ନଣ୍ଡା ହେଇଗଲା ପରେ, ମୁଣ୍ଡନ ପରେ ମୁକୁନ୍ଦ ସେବାର ବେଶ, ମୁକୁନ୍ଦ ସେବକର ବେଶ, ତିଲକ ଧାରଣ କରିବା, ମୁଣ୍ଡିତ ମୁଣ୍ଡନ ମସ୍ତିଷ୍କ ବାବା, ତୁଳସୀ ମାଳି ଧାରଣ କରିବା ଆଦି। ତେଣୁ ଭଗବତ ସେବାର ଯେଉଁମାନେ ବିମୁଖ, ସେମାନେ ତାଙ୍କ ଯୋଗ୍ୟତା ଅନୁସାରେ କ'ଣ କରନ୍ତି? ଭଗବତ କର୍ତ୍ତୃକ ବିପରୀତ ଶକ୍ତି ଲାଭ କରନ୍ତି ଏବଂ ସଂସାରରେ ପତିତ ହୁଅନ୍ତି। ସଂସାରରେ ନିଜେ ଭୋକ୍ତା ସାଜନ୍ତି। ସେମାନେ ନିଜେ ସେବ୍ୟ ହେଇଯାଆନ୍ତି, ନିଜେ ସ୍ୱାମୀ ହୁଅନ୍ତି, ନିଜେ ମାଲିକ ବୋଲି ଭାବନ୍ତି, ନିଜକୁ ଭୋକ୍ତା ବୋଲି ଭାବନ୍ତି, ଜଗତରକୁ ଭୋଗାୟତନ ଭାବନ୍ତି, ଭୋଗ୍ୟ ଭାବନ୍ତି। କିନ୍ତୁ କୃଷ୍ଣ ଭକ୍ତ ନିଜକୁ କିଏ ଭୋକ୍ତା ଭାବେନି, ପର ନିଜକୁ ଦାସ ଭାବେ, ସଂସାରକୁ ଭୋଗ୍ୟ ବୋଲି ବିଚାର କରେନି, ସଂସାରକୁ ଭଗବାନଙ୍କର ସେବାର ଉପକରଣ ବୋଲି ଭାବେ। ଏ ହେଉଛି କୃଷ୍ଣ ଭକ୍ତର ବିଚାର, ସେବକର ଧର୍ମ। ଇଏ ସଂସାରକୁ ଭୋଗ୍ୟ ବିଚାର କରେନି। ସେ ସଂସାରକୁ ଭଗବାନଙ୍କର ସେବାର ଉପକରଣ, ଭଗବାନ ହିଁ ଭକ୍ତା ସବୁ। କିନ୍ତୁ ଯେଉଁମାନେ ଭଗବାନଙ୍କ ସେବାରୁ ବଞ୍ଚିତ, ସେମାନେ ନିଜକୁ ହିଁ କର୍ତ୍ତା ଭୋକ୍ତା ସାଜନ୍ତି, ନିଜେ ହିଁ ସବୁକିଛିର ଭୋଗ କରିବା ପାଇଁ ଇଚ୍ଛା କରନ୍ତି। ଏଥିପାଇଁ ତାଙ୍କ ପାଇଁ ସଂସାର ପ୍ରଶସ୍ତ। ସଂସାର ଭୋଗରେ ପ୍ରବୃତ୍ତ ସେଇମାନେ ହୁଅନ୍ତି ଯେଉଁମାନେ ଭଗବାନଙ୍କ ସେବାରୁ ବଞ୍ଚିତ ହେଇଯାନ୍ତି। ତାଙ୍କ ବୁଦ୍ଧି ତ ସେ ପ୍ରକାର ହେବ, ଧୀରେ 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 ବଜ୍ର ହେଇଯିବ, ବୁଦ୍ଧିଟା କଳୁଷିତ ହେଇଯିବ, ଭଗବାନଙ୍କ ସେବା ପ୍ରତି ବିମୁଖ ଭାବ ଆସିଯିବ। ଧୀରେ ଧୀରେ ଏ ପଥରୁ ସେ ଚ୍ୟୁତ ହେଇଯିବ, ସ୍ଲିପ୍ ହେଇଯିବ ପୁରା। ସଂସାର ତ ଭଲ ଲାଗିବ, କ'ଣ କରିବ ସେ। Extension. Vistar means expansion. ये प्रकार योग्यता अनुसार से भगवत करते भगवान को सेवा कर योग्यता अलगा है, संसार सेवा कर योग्यता अलगा। जो मैंने भगवान को सेवा करने से संसार सेवा करिए, कहीं आमर बेसटा हूँ सेवक धर्म ना, जीवर स्वरूप हूँ सेवक धर्मटा। ये मालिक नुहे, जे भगवान को सेवा करने से निश्चित मायार सेवा कर स्वाभाविक यहाँ। तेणु मायाबद्ध जीवर नुहे कृष्ण स्मृति ज्ञान,
ଯେଉଁମାନେ ମାୟାରେ ଆବଦ୍ଧ ହେଉଛନ୍ତି ତାଙ୍କର କୃଷ୍ଣ ସ୍ମରଣ ହେଉନି, ଅସମ୍ଭବ। କୃଷ୍ଣ ସ୍ମୃତି ହେବନି। କୃଷ୍ଣ ପାଖରେ ରହିଲେ ତ କୃଷ୍ଣଙ୍କୁ ମନେ ପଡ଼ିବନି ତାଙ୍କର। ତେଣୁ ସବୁବେଳେ ସତ୍ସଙ୍ଗ ଏଇସବୁ ପରିବେଶ ଭିତରେ ରହିବା ହିଁ ଦରକାର। ରହିଲେ ହିଁ ଧୀରେ ଧୀରେ କୃଷ୍ଣ ସ୍ମୃତି ଜାଗ୍ରତ। ନହେଲେ ସାଂସାରିକ ଧର୍ମ ସବୁ କୁଣ୍ଠା ଧର୍ମ, ଦ୍ୱନ୍ଦ୍ୱ ଧର୍ମ। ସଂସାର ଧର୍ମ ହେଉଛି ଦ୍ୱନ୍ଦ୍ୱ ଧର୍ମ। ସବୁବେଳେ ସନ୍ଦେହ, ସବୁବେଳେ ଆଶଙ୍କା, ସବୁବେଳେ ଦୁର୍ବୁଦ୍ଧି, ସବୁବେଳେ ନିର୍ମଳ ହେବନି ସେଇଠି। ସବୁବେଳେ ବାହ୍ୟଟା ଦେଖନ୍ତି, ଅନ୍ତର୍ଦୃଷ୍ଟି ତାଙ୍କର ଆସିବନି ସଂସାର ଧର୍ମରେ। ସେହି ପ୍ରକାର ଯେଉଁମାନେ ସଂସାରରେ ମଧ୍ୟ ଭଗବାନ ପ୍ରତି ସଂଯୁକ୍ତ ହେଉଛନ୍ତି, ଭଗବାନଙ୍କର ଭଜନ କୀର୍ତ୍ତନ ସତ୍ସଙ୍ଗ କରୁଛନ୍ତି, ସେମାନଙ୍କର ବୁଦ୍ଧି ନିର୍ମଳ ହୋଇଥାଏ। ନହେଲେ ବିପରୀତ ଶକ୍ତି ଲାଭ କରି ଭୋକ୍ତା ସାଜିଯାଆନ୍ତି। ଭୋକ୍ତା ଭାବଟା ତ ବନ୍ଧନ। ବଡ଼ ବନ୍ଧନ ସଂସାରରେ। ପ୍ରଜା ପୁପୁସତୁ ପ୍ରୀତୋ ଦମ୍ପତ୍ରୀ ପୁତ୍ରବତ୍ସଲ ଶୃଣ୍ୱନ୍ତୋ କୁଜିତଂ ତାସାଂ ନିର୍ଭୂତୋ କଳଭାସିତୈ ତାସାଂ ପ୍ରଜାନାଂ କୁଜିତଂ ଶୃଣ୍ୱନ୍ତୋ। ତାସାଂ ସେଇ ଦମ୍ପତି, କପତି ଆଉ କପତ, ତାଙ୍କରି ସନ୍ତାନମାନଙ୍କର, ପ୍ରଜାମାନଙ୍କର କୁଜିତଂ ଶୃଣ୍ୱନ୍ତୁ, ତାଙ୍କର କୁଜନ କିଚିରି ମିଚିରି ରାବ କରିବା ନା, ଛୋଟିଆ ଛୋଟିଆ ଛୁଆ ଯାକ, ପକ୍ଷୀମାନଙ୍କର, ଛୋଟ ଛୋଟ ଶାବକମାନଙ୍କର ତାଙ୍କର ରାବ ଶୁଣି କଳଭାସିତୈ ମଧୁର ସ୍ୱନୈ ନିର୍ଭୂତ ସୁଖୀନ, ତାଙ୍କର ସେ ମଧୁର ବାଣୀ, ମଧୁର ସ୍ୱରକୁ ଶ୍ରବଣ କରି ବଡ଼ ଆନନ୍ଦ ହେଉଥିଲେ। ସଂସାର ଦେଇଆଦ ନା କ'ଣ? ସଂସାରରେ ଛୁଆ ଗୋଟେ ଜନ୍ମ ହୋଇଥିବେ ଘର ମାନେ, ସେ ଘରେ ଖାଲି ଆନନ୍ଦ ହିଁ ଆନନ୍ଦ। ଯିଏ ଆସିଲେ ତାକୁ ଟିକେ ଧରି ଦେଉଥିବେ, ଯିଏ ଆସିଲେ ତାକୁ ଟିକେ କୋଳେଇ ଦେଉଥିବେ, ତାକୁ ଟିକେ କ'ଣ କୁହ ବୋଲି ପଚାରୁଥିବେ। ସେ ତା'ର ଅସ୍ପଷ୍ଟ ବାଣୀରେ ଯେତେବେଳେ କହିବ ନା ମଧୁର ମଧୁର କଥା, ସେ ଶୁଣିବା ପାଇଁ ବହୁତ ଆନନ୍ଦ ଲାଗେ। ଏଇଥିପାଇଁ ତ ଆତ୍ମଦେବକୁ ସନ୍ନ୍ୟାସୀ କହିଥିଲେ ସନ୍ନ୍ୟାସ ଶୁଷ୍କ ବହି ମହାରାଜ, ସନ୍ନ୍ୟାସ ଧର୍ମ ଶୁଷ୍କ, ସରସ୍ୱ ଗୃହସ୍ଥ ଲୋକ ପୁତ୍ର ପୌତ୍ର ସମାନିତମ। କହିଲେ ପୁତ୍ର ପୌତ୍ର ଆଦି ଥିବ ଘର ଭିତରେ, ସେମାନଙ୍କର ସାଥିରେ ଯେଉଁ ତାଙ୍କରି ସଂଗଲାଭ କରି ଯେଉଁ ଆନନ୍ଦ ମିଳେ, ସେ ଗୃହସ୍ଥ ଧର୍ମ କ'ଣ ତୁମ ସନ୍ନ୍ୟାସୀମାନ ପାଖରେ ଅଛି? ଦିନସାରା ପରିଶ୍ରମ କରି ଗୃହକର୍ତ୍ତା ଯେତେବେଳେ ଘରକୁ ଫେରନ୍ତି, ଯେତେବେଳେ ଛୋଟିଆ ଛୁଆ ଯଦି ବାବା ବାବା ଡାଡ଼ି ଡାଡ଼ି କହିକି ସେ ଦୁଇ ହାତ ପ୍ରସାରଣ କରି ଦୌଡ଼େ, ବାପା ଯେତେବେଳେ ତାକୁ ଆଲିଙ୍ଗନ କରିଦେଇ ଚୁମ୍ବନ ଦିଅନ୍ତି, ସେତେବେଳେ ତାର ସମସ୍ତ ସାରା ଦିବସବ୍ୟାପୀ ସମସ୍ତ କ୍ଳାନ୍ତ ଶ୍ରାନ୍ତ ହୋଇଯାଏ, ଦୂରୀଭୂତ ହୋଇଯାଏ। ତୁମର କ'ଣ ସୁଖ ଅଛି? ସନ୍ନ୍ୟାସୀ ପଚାରୁଛନ୍ତି ଆତ୍ମଦେବ। ସନ୍ନ୍ୟାସୀ ଭାବିଲେ ଇଏ ଭାଇ ଆ ମୁଣ୍ଡରେ ତ ଶୈତାନ ପଶିଲାନି, ଯେତେ ବୁଝିଲେ ସେ ବୁଝିଲେ। ସେ ତ କହିଦେଲେ ପୁରା ସନ୍ନ୍ୟାସ ଶୁଷ୍କ ଭାଇ, ସନ୍ନ୍ୟାସ ଧର୍ମ କ'ଣ ତୁମର ଅଛି? ଶୁଷ୍କ ପୁରା। ତେଣୁ ଏଇ କପତି ମଧ୍ୟ ସେଇ ପ୍ରକାର କପତି ସୁଖୀ ହେଉଥିଲେ ପୁରା, ଛୋଟିଆ ଛୋଟିଆ ଛୁଆମାନେ। ପ୍ରୀତ ପୁତ୍ର ବତ୍ସଳ ଦମ୍ପତି ପ୍ରଜା ଶିଶୁନ୍, ସେ ପୁତ୍ର ବତ୍ସଳ ଦମ୍ପତି ଶିଶୁ ପ୍ରତି ପୁପସତୁ ପୋଷଣାମାସତୁ। ଅନନ୍ତର ପୁତ୍ର ବତ୍ସଲ କପତ ଏବଂ କପତି ଶାବକ ଗଣଙ୍କର କୂଜନ ଶ୍ରବଣ ଏବଂ ମଧୁର ଶବ୍ଦରେ ଆନନ୍ଦିତ ହୋଇ ପ୍ରୀତି ସହକାରେ ସେମାନଙ୍କୁ ପାଳନ କରିବାକୁ ଲାଗିଲା। ଏଇ ହେଉଛି ଭଗବାନଙ୍କର ମାୟା ଜାଲ ବିସ୍ତାର ସେଇଠି। ଏ ଗୋଟେ ଆନନ୍ଦ, ଆମେ ସେ ଆନନ୍ଦ ବୁଝିପାରିବାନି। ଅବଶ୍ୟ ଘରେ ଥିଲେ ଟିକେ ବୁଝିଛେ, ପିଲାମାନଙ୍କର ଅଛି। କିନ୍ତୁ ଇଏ ଯେଉଁମାନେ ଜନ୍ମ କରୁଛନ୍ତି ନା, ଯେଉଁ ମାଆଟା ଗର୍ଭଧାରଣୀ 10 ମାସ 10 ଦିନ କରି ଜନ୍ମ କରିଥିବେ ଛୁଆଟାକୁ, ତାକୁ ଦେଖିଲେ କେତେ ଆନନ୍ଦ। ଗର୍ଭିଣୀ ଗାଈମାନଙ୍କୁ ଦେଖୁନ, ଛୋଟିଆ ଛୁଆ ପ୍ରତି ଜନ୍ମ ସନ୍ତାନ ପ୍ରତି କେତେ ଲାଳନା, ତା'ର ଲାଳନ ପାଳନ, ଲେହନ କରୁଥିବ, ଆଘ୍ରାଣ କରୁଥିବ, କୋଳରେ ରଖୁଥିବ, ପାଖକୁ ଯଦି ରାସ୍ତାରେ କିଏ ଚାଲିକି ଯେଉଁ ଫଁ ଫଁ କରୁଥିବ। ଏଇ ହେଉଛି ବାତ୍ସଲ୍ୟତା, ସଂସାର ଧର୍ମ ଏଇଟା।
କିନ୍ତୁ ୟାକୁ କୁହାଗଲା ବନ୍ଧନ କୁହାଯାଇଛି। କର୍ତ୍ତବ୍ୟ କରିବ। ଅନନ୍ତର ପୁତ୍ର କପୋତ ଏବଂ କପୋତୀ ଶାବକଗଣଙ୍କର କୂଜନ ଶ୍ରବଣ ଏବଂ ମଧୁର ଶବ୍ଦରେ ଆନନ୍ଦିତ ହେଉଥିଲେ। ମହାପ୍ରଭୁ ବି ପ୍ରକଟ ହେଇଥିଲେ। ଯେତେବେଳେ ସେ କଥାକୁ ପାଠ ପଢ଼ୁଥିଲେ ନା, କ ଖ ଗ ଘ, ମହାପ୍ରଭୁ ଉଚ୍ଚାରଣର ଷ୍ଟାଇଲ୍ ଅଲଗା ଥିଲା। ସେ ଯେତେ ସହପାଠୀମାନଠୁ ଆରମ୍ଭ କରି ଯିଏ ବି ଶୁଣୁଥିଲେ ଆନନ୍ଦିତ ହେଉଥିଲେ। ଆଉ ମହାପ୍ରଭୁ ଲେଖନୀ ଶୈଳୀ ଅଲଗା ଥିଲା। ସେ ସବୁବେଳେ ଯେତେବେଳେ ଭାଷା ଜ୍ଞାନ ଆସିକି ଶିଖିଲେ, ସବୁବେଳେ ଗୋବିନ୍ଦ, ମୁରାରୀ, ଅଚ୍ୟୁତ, କୃଷ୍ଣ, ଗୋପାଳ ଏସବୁ ଲେଖିଲେ। ସବୁ କାନ୍ଥ ବାଡ଼ିରେ, ପଟା ସିଲେଟରେ କାଗଜରେ। ଆମ ପିଲାମାନେ ଏପେଲ୍, ଏପ୍, ମଙ୍କି, ଡଙ୍କି ଲେଖୁଛନ୍ତି ଆମର ଛୁଆମାନେ ସଂସାରର। ଏଇ ହେଉଛି ପାଠ ଆମର ଶିକ୍ଷା ପଦ୍ଧତି ସେ ପ୍ରକାର। ସିଲାବସ୍ ତିଆରି କରୁଛନ୍ତି। ଠାକୁରଙ୍କ ଦୁନିଆ ନାଁ ଅଛି, ଲକ୍ଷ ଲକ୍ଷ ସହସ୍ର ନାଁ ସେ ଲେଖିଲେ ନା ତ ସିଲାବସ୍ରେ। ଠାକୁରଜୀଙ୍କର, ଜଗନ୍ନାଥଙ୍କ, ମହାପ୍ରଭୁଙ୍କର କେତେ ନାଁ ଅଛି, ହଜାର ହଜାର, ବିଷ୍ଣୁ ସହସ୍ର ନାମ ଅଛି। ସେ ତୁମେ ଲେଖୁନ ବର୍ଣ୍ଣମାଳାରେ। କେହି ଗୋଟେ ମନ୍ତ୍ରୀ ଚିନ୍ତା କରୁନାହାନ୍ତି ଆଧ୍ୟାତ୍ମିକତାକୁ ପୁଷ୍ଟ କରିବା ପାଇଁ। ଯାହା ଦେଖୁଛନ୍ତି ଶିକ୍ଷା ଦେଉଛନ୍ତି, ଏଇଟା ଗୋଟେ ଏପଲ୍, ଏଇଟା ଗୋଟେ ଘୋଡ଼ା, ଏଇଟା ଗୋଟେ ମାଙ୍କଡ଼, ଏସବୁ ଯେ ଗୋଟେ ଧାରଣା ବେସିକ୍ ଆଇଡ଼ିଆ ଦେବା ପାଇଁ ଦେଖୁଛନ୍ତି ଚିତ୍ର ମାଧ୍ୟମରେ। ତେଣୁ ବଦ୍ଧ ଜୀବଗଣ କୃଷ୍ଣ ସେବା ବିମୁଖ ହୋଇ କୃଷ୍ଣ ସେବା ବିମୁଖତାର ଫଳସ୍ୱରୂପ ଭୋଗ୍ୟ ପୁତ୍ରାଦିର ମନୋହର ବାକ୍ୟ ହିଁ ପ୍ରଚୁର ପରିମାଣ ଆନନ୍ଦ ପାଆନ୍ତି। ଏହି ହେଉଛି ସଂସାର, ମାନେ ନିଚ୍ଛକ ସତ୍ୟ କଥା। ଏଥିରେ କୌଣସି ମାନେ ଧୂଳି ନାହିଁ, ଆଉ ଅତିରଞ୍ଜିତ କୁହାଯାଏନି, ବାସ୍ତବ କଥା। ଏ ଯେଉଁମାନେ ବଦ୍ଧ ଜୀବ ଆବଦ୍ଧ ହେଇକି ଅଛନ୍ତି ସଂସାରରେ, ଏ ଶରୀର ଭିତରେ ଯେଉଁମାନେ କୃଷ୍ଣ ସେବା ପ୍ରତି ବିମୁଖ ହେଇଯାଇଛନ୍ତି, ସେମାନେ କୃଷ୍ଣ ସେବାରୁ ବିମୁଖ ହେଇଯାଇ କୃଷ୍ଣ ସେବା ବିମୁଖତାର ଫଳ, ଯେଉଁମାନେ କୃଷ୍ଣ ସେବାରୁ ବିମୁଖ ହେଇଯାନ୍ତି ତା'ର ଫଳଟା କ'ଣ? ତା ଫଳ ହେଉଛି ଭୋଗ୍ୟ ପୁତ୍ରାଦିର ମନୋହର ବାକ୍ୟ ପ୍ରତି ପ୍ରଚୁର ପରିମାଣରେ ଆନନ୍ଦ ପାଆନ୍ତି। ନିଜର ପୁତ୍ର ଆଦି, ପୁତ୍ର କଳତ୍ର, ଏମାନଙ୍କ ଯେଉଁ ମନୋହର ବାଣୀ, ଯେ ଧୀରେ ଟିକେ ଟିକେ କହୁଥିବେ, କେତେ ଆନନ୍ଦ। ଗୌର ଗୋଟେ ଛୋଟିଆ ଛୁଆଟା, ତାକୁ କିନ୍ତୁ ଆଲିଙ୍ଗନ କରିଦେଉଛ, କୋଳେଇ ଦେଉଛ, ବେଳେବେଳେ ତା କଥା ଶୁଣିବାକୁ ଭଲ ଲାଗୁଛି। କେମିତି ଲାଗୁଛି? ଇଏ ଗୋଟେ ବନ୍ଧନ। ଏମାନଙ୍କର ନିଷ୍ପାପ ସେମାନେ, ମନା ନାହିଁ, ସେମାନେ ନିଷ୍ପାପ, ନିରୀହ, ନିଷ୍କପଟ, ସରଳ, କିନ୍ତୁ ତାଙ୍କର ସେ ମଧୁର ମଧୁର ବାଣୀ ପ୍ରତି ଯେଉଁମାନେ ଆସକ୍ତି ହେଇଯାନ୍ତି, ବନ୍ଧନରେ ସେଠି ପଡ଼ନ୍ତି। ସତର୍କ ହେବା ଦରକାର। ସାଧୁ ହେଲେ ସମସ୍ତଙ୍କ ପାଇଁ ଏଇଟା କୁହାଯାଇଛି। ସ୍ନେହ କରିବ, ମନା ନାହିଁ, ସ୍ନେହ କରିବ, ଆଦର କରିବ, ଶୁଶ୍ରୂଷା ବି କରିବ, ତା'ର ମଙ୍ଗଳ କାମନା ବି କରିବ, କିନ୍ତୁ ନିଜର ସ୍ଥିତିକି ବଜାୟ ରଖି କରିବ। ଲକ୍ଷଣ ରେଖା ଯଦି ପାରି ହେଇଯିବ, ତାହେଲେ ବନ୍ଧନ ସେଇଠି ସମସ୍ତେ ପାଇଁ, ପ୍ରାୟ ଭକ୍ତମାନଙ୍କ ପାଇଁ କୁହାଯାଇଛି ଏଇଟା, ସାଧକମାନଙ୍କ ପାଇଁ। ଆଉ ସଂସାର ତ ଧର୍ମ, ଏଇଟା ତାଙ୍କର ତ କର୍ମ। ଏଇଟା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗିଥିବେ ସେ ଛୁଆଟା ପଛରେ। ଦେଖୁନ, ଆମ ଯଶୋଦା ମା, ରୋହିଣୀ ମାତା କୃଷ୍ଣ ପଛରେ ଲାଗିଥିଲେ, ଯେହେତୁ ସେ ପରମ ପୁରୁଷ ଥିଲେ, ବାଲଗୋପାଳ ଥିଲେ। ତାଙ୍କ ଉପରେ ଚରିତ୍ର ଲେଖାଗଲା, ତାଙ୍କ ଉପରେ କେତେ ଝାଙ୍କି ତାଙ୍କ ଲୀଳା ପୁଷ୍ଟି କରାଗଲା, ଲେଖନୀ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଚାଲିଛି। କିନ୍ତୁ ମରଣଶୀଳ ଜଗତରେ ବି ସେଇ ଲୀଳା କରୁଛନ୍ତି ପ୍ରତ୍ୟେକ ପିତାମାତା। ଇଏ ଗୋଟେ ଆକୁ ବନ୍ଧନ କୁହାଗଲା। ଭଗବାନଙ୍କ ପଛରେ ଯଶୋଦା ମା ଦୌଡ଼ୁଥିଲେ, ତାକୁ ଲୀଳା କୁହାଗଲା। ଏବେର ମାଆ ମାନେ ତାଙ୍କ ଜନ୍ମ ପୁଅ ପଛରେ ଦୌଡ଼ୁଛନ୍ତି, ତାକୁ ବନ୍ଧନ କୁହାଗଲା। କାହିଁକିନା ସେ ଠାକୁରଜୀ ଥିଲେ, ଅଜନ୍ମ ହେଇ ମଧ୍ୟ ଜନ୍ମ ହୋଇଥିଲେ ସେବାର ସୁଖ ଦେବା ପାଇଁ, ଜଗତରେ ଲୀଳା ବିସ୍ତାର କରିବା ପାଇଁ। ତେଣୁ କର୍ତ୍ତବ୍ୟ ବୋଧରେ କର୍ମ କରିବ, କିନ୍ତୁ ଅନାସକ୍ତି ରହିବ। ଏ ଭଗବତ ସେବାର ବିମୁଖରେ ଫଳସ୍ୱରୂପ ହେଉଛି ଭୋଗ୍ୟ ପୁତ୍ରାଦିର ମନୋହର ବାକ୍ୟ ପ୍ରଚୁର ପରିମାଣରେ ଆନନ୍ଦ ପାଏ। ତେଣୁ ଛୋଟିଆ ଛୁଆମାନଙ୍କର ତ ସ୍ୱଭାବ ହେଉଛି ଏଇଟା, ସେମାନେ ତ ଯାହା କହିଲେ ପିତାମାତାକୁ ଭଲ ଲାଗିବ, ଯିଏ ଶୁଣିବ ତାକୁ ବି ଭଲ ଲାଗିବ। ତେଣୁ ତାଙ୍କ ମୁଖରେ ଏଇ ଭାଷା ଶିଖାଇବା ଦରକାର। ସବୁବେଳେ କିନ୍ତୁ ଭଗବତ ନାମ ଉଚ୍ଚାରଣ କରିବେ, କଲେ ସେ ଭଗବତ, ଭଲେ ସେ ବାତ୍ସଲ୍ୟ ଭାବରେ ସେ ପୁତ୍ର ପ୍ରତି ଆସକ୍ତିବଶତ ହଉ ପଛେ, ଯେ ତା ମୁଖ ନିଃସୃତ ସେ ମଧୁର ବାଣୀକୁ ଯଦି ଶ୍ରବଣ କରିବା, ନାମଟା ଯଦି କୃଷ୍ଣ ହେଇଥିବ, ଭଗବାନଙ୍କ ନାମ ହୋଇଥିବ,
ताहले शुणिया लोकर कल्याण कहवा लोकर कल्याण हो। यही हूँ द्वय वर्णाश्रम यही शिक्षा दि जाए सेମାନଙ୍କୁ एया शिक्षा जाए। तांका बाणीटा मनोहर बाणी ना छुटिया पिलाମାନଙ୍କର केते स्वर कमल से तांकर बड़ होगला धीरे धीरे कर्कश हो जाए शब्द ट्यूनटा कि बाणी पूरा मनोहर था मन को हरण करदे से एमती पदे दीपदे कहे तो मंत्रमुग्ध हो चाहूथो आउ टे कहली कहूथ। किंतु से आनंद नित्य न हुए तदभावजन्य क्लेशर उत्पत्ति ये जो सेवा विमुखतार फलस्वरूप पुत्रादीर से मनोहर बाणी प्रति प्रचुर परिमाण रे आनंद पाते पिता माता स्वजन परिजन सब मनोहर बाणी की श्रवण करी कि टीकाकार कहते से आनंदटा नित्य नुहे कारण संतानटा नित्य नुहे ता बाणी भी नित्य नुहे जे कौच से नित्य नुहे जहाँ कौच ता भी नित्य नुहे तेणु से आनंद भी नित्य नुहे मिलूँ आनंद मना ना आनंदटा नित्य नुहे बरं कौन हम क्लेश उत्पत्ति कर क्लेश ही हम कष्ट दब सी कष्ट ही सीढ़ी आसे जगत एपाई ये कहले ना आत्मदेव को सन्यास कहले ठीक अच्छी तुम तो जिद धरछ पुत्र प्राप्ति पाई किंतु से तुमको हर्ष भी दब शोक भी दब आनंद भी दब शोक भी दब। आत्मदेव भी चित्रकेतु उभय सेम ये भी दुख पाई ना आत्मदेव भी दुख पाई चित्रकेतु भी दुख पाई हर्ष शोक विषाद संसार धर्म ये प्रकार सब रही सब अक्षज ज्ञान पूरा इंपेरिक नॉलेज बोधे अक्षज ज्ञान सब जागतिक बुद्धि सब मापुचे आम किंतु अध्यक्ष ज्ञान अभाव ये आम आमर विचार सब बाह्य विचार सब क्लेश को स्वीकार कर भगवत विमुख। अच्छा कौन गृहस्थ भक्त कौन ना कि संसार करी अच्छा कि जो मैंने भगवान पाखे शरणागत समर्पित से बंधन रु मुक्त होता भले परिवार भितर रुहतु यदि सब भजन कर दिन गृह भजन देखी गृह भल पाए से स्थिति अलग किंतु जो मैंने संपूर्ण आबद्ध हो आध्यात्मिक अनुशीलन बिल्कुल नुहे कौन सत्संग ना कौन सद्गुरु आश्रित नुहति कौन से हरिभजन ना खाली संसार संसार से माने बंधन रे पड़ती अगर से संस्कार कौन क्लेश उत्पत्ति कार कहे क्लेश ही कष्ट स्वीकार करती। क्लेशर उत्पत्ति कारक कहला उत्पत्ति कारक माने क्लेश को सृष्टि करियो से ये जो बंधन ये जो अनित्य आनंद तदभावजन्य ये प्रकार भाव जो क्लेश सृष्टि कला माने क्लेश को सृष्टि करुँच माने जानी शुणी दुख को स्वागत कर दुख को स्वागत कर माने ये प्रकार जो माने हरि विमुख हो जाती भगवान को स्मृति ही संपद भगवान को विस्मृति विपद कहगला भगवत विस्मृति विपद कहुई कि भगवत स्मृति संपद कहुई तेणु जो मैंने यही प्रकार बाह्य आनंद रे उन्मत्त हो रोचंदी से माने भगवान को भूली गले ना तेणु पूर्व कहला जगत को दर्शन करियो भगवत संबंध भाव दर्शन करियो सबकिछि भगवत संबंधीभूत यही भाव रे जगत को दर्शन कले बंधन आसोनी। भगवान कृपार छुआटा जन्म होइछि
भगवान ए प्रकार उपहार मते देइछन्ति आर भितरे भगवान ही बाल गोपाल रूप लीला विलास करछन्ति आमर कर्तव्य तारी जत्न नवा यही प्रकार विचार जो पिता माता अच्छी निजे जो मैंने आश्रित होती भजन उन्मुखी भजन सेवनमुख हो रही था से बात्सल्यतार जदिओ बाहर बाह्य दृष्टि बात्सल्यता देखा जाए किंतु तांकर अंतर्निहित भाव अलग थाए से बंधन आसबन से मैंने यही भाव रे भगवान को परिवार को निर्वाह करछन्ति कृष्ण चेतनशील है किंतु जो माने मु ही जन्म करछि मोर ही उत्पत्ति फल ये बस यही प्रकार दृढ़ मूलीभूत धारणा जो मान रही परमार्थ भजन रु विच्युति हो जो माने भगवान का कृपा बा तांकरी अचिंत्य शक्तिर प्रभाव को जो बुझी पारना निजे ही सब किसी कर भावुंट से माने बंधन पड़ते कष्ट स्वीकार कर पूर्व कहना अचिंत्य शक्ति प्रभाव रे कपति छोट शावक मान को जन्म करथिला बा जन्म होइतिले तासं पतत्रै सुंपर्शै कुजितैर्मुग्धचेष्टितै प्रत्युद्गमैरदीनानां पितरौ सुदमामुदमापतुः प्रत्युद्गमैरदीनानां पितरौ मुदम आपतुः पितरु माने पिता च माता च तो बापा माँ दी जन अदीनानां हृष्टानां तासं प्रजानां सुस्पर्शै सुखस्पर्शै ये पिता माता उभय कपत कपति बा जगत पिता माता मैंने कौन करती से प्रजा मान को मान संतान संतति मान को स्पर्श करी अत्यंत आनंद पाती स्पर्श कले आनंद लगे पतत्रै पक्षै कुजितै मुग्धचेष्टितै सुंदरचेष्टितै प्रत्युद्गमै उत्पतनैश्च मुदं हर्षम आपतो प्राप्तो ताहारा उभय से दी जन हृष्टभावपन्न शावक गणकर सुखस्पर्श पक्ष समूह कूजन सुरम्य चेष्टा एवं उत्पतन हेतु अतिशय हर्ष लाभ करते से प्रजा संतान देखि आनंद होते से माने जो प्रकार तांको स्पर्श कर आनंद पाते माने तांकर कूजन तांकर सुरम्य जो चेष्टा उड़िया जो चेष्टा कर उठी जाऊँ पड़ी जाऊँ उठुं पक्षी देखी ना छोटिया छुआ पक्षी जाक उड़िया चेष्टा करते पड़ी जाते आउे उठुवे ये देखिए आनंद होते जमी संसार पिता माता मान छोटिया छुआड़ा बेले बेले गुरुंडु थो क्राउलिंग करो बेले बेले उठा चेष्टा करो गड़ी पड़ो पूरा छिड़ा ही पड़ी तार उल्ट ये सब देखले पिता माता हसती भी आनंद पाती धाई दे कोलाकृत करती चुम्बन दे दिखती आउे छाड़ी दिखती तो डाकती से बेचारा दौड़ी दौड़ी आसो आसले तो भल पड़े हाय रे हाय कर दौड़ती ए गोटे आनंद मिले ये जो सुख गोटे संसार समस्ते भुक्तभोगी यहाँ कृष्ण पछरे सारा ब्रज दौड़ला ठाकुर जी के पछरे जो बाल गोपाल झांकी ना अद्भुत झांकी मर्त्य बालक सदृश लीला करते माता तो चरण ते नुपुर परिधान करते ये तो गुरुंडी गुण जाते ना से झुमझुम हुए जमी कहला वेदर ऋचा जमी झंकृत हो प्रकार तांकर चरण से नुपुर तांकर कटीर किंकिणी हाथ में जो कंकण आदि विशेष आभूषण जो विभिन्न प्रकार जो ध्वनि प्रतिध्वनित हुए चलवा समय गुरुंडिया समय माने परिवेश यशोदा माँ प्रांगण सब जमी कीर्तन सृष्टि होता यही प्रकार वर्णना कराई ठाकुर जी चलचंचल स्वभाव तांकर जो चपलतार मुखरित होता सारा ब्रज कहगला
ସେ ଅବିକଳ ମର୍ତ୍ତ୍ୟ ଲୀଳା କରିଥିଲେ। ତ ଏହି ପ୍ରକାର ସଂସାର କିନ୍ତୁ ଏହି ଲୀଳାକୁ ବନ୍ଧନ କହିଛନ୍ତି। ଆନନ୍ଦ ଅଛି କିନ୍ତୁ ଅତ୍ୟାସକ୍ତି ବନ୍ଧନ କୁହାଗଲା। ଅଦିନ ଅର୍ଥାତ୍ ହୃଷ୍ଟଚିତ୍ତ ସନ୍ତାନଗଣଙ୍କର, ସନ୍ତାନମାନଙ୍କର ଆନନ୍ଦ ଦେଖି ଏମାନେ ପୁରା ଆନନ୍ଦିତ ହେଉଥିଲେ। ସଂସାର ଆସକ୍ତି ବଡ଼ ଅଦ୍ଭୁତ ହେ, ବିଚାର କରିବ ନା। ପ୍ରକୃତିରେ ଏଇ ପଥକୁ ଆସିଲା ପରେ, ଶାସ୍ତ୍ର ପଢ଼ିଲା ପରେ, ଗୁରୁ ବୈଷ୍ଣବଙ୍କ ପାଖରୁ ଅନୁଭବ ହୁଏ, କିନ୍ତୁ ସଂସାର ଥିଲେ ଅନୁଭବ ହୁଏନି। ଏଇଟା ଆମେ ବି ଯେଦିନ ଘରେ ଭିତରେ ଥିଲେ ସବୁ ଜାଣିପାରୁନଥିଲେ, କିନ୍ତୁ ଏ ପଥକୁ ଆସିଲା ପରେ ମହତ୍ପୁରୁଷଙ୍କ ଅହିତ୍ୟ କୃପାରୁ ଅନୁଭବ ହେଉଛି ସଂସାର ବାସ୍ତବଟା କ'ଣ, ବାସ୍ତବତା। ସେଥିରେ ସେ ଭଲ ଲାଗୁଥିଲା। ଆମର ଗୋଟେ ଜେଜେମା ଥିଲେ, ମାନେ ବାପାଙ୍କର ମା, ଜେଜେମା କହୁଛ ନା, ସେ ବହୁତ ଭଲ ପାଉଥିଲେ। ତା ଜନ୍ମଗତ ପୁଅକୁ ଏତେ ଭଲ ପାଉନି, ଏତେ ଭଲ ପାଉଥିଲେ। ସେ କ'ଣ କରୁଥିବେ, ଯଦି କୁଆଡ଼େ 2-4 ଘଣ୍ଟା ଲେଟ୍, ସେ ମାନେ ଅପେକ୍ଷା କରୁଥିବେ ନ ଖାଇକରି, ଯିଏ ଯାହା ଦେଲେ ମୁଢ଼ି ତଳେ ରଖିଥିବେ ଦେବା ପାଇଁ ଆମକୁ। ସେତେବେଳେ ଭଲ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ବେଳେ ବିଚାର ଆସେ କି ପ୍ରକାର ଆସକ୍ତି ରହେ ଲୋକମାନଙ୍କର, ବନ୍ଧନ ଏସବୁ ନା। they were waiting, she was waiting। ଯଦି ଦର୍ଶନ ନ କରିଥିବ, ଖାଇନଥିବ, ପାଣି ଟିକେ ପିଇନଥିବ, ଡାକ ନାତିଟା ବୋଲିବ। ହଁ, ଗ୍ରାଣ୍ଡ ମାଦର ଆସକ୍ତି, ଜଣ ଜଣଙ୍କ ଥାଏ ଆସକ୍ତି, ବନ୍ଧନ ଏସବୁ। ଭଲେ ସେତେବେଳେ ବୈଷ୍ଣବ ହେଇଥାନ୍ତେ, ଆସକ୍ତି ଥିଲେ ସେ ଉଦ୍ଧାର ହେଇଥାନ୍ତା। ସେଇ ସମୟରେ ଗୋଟେ ପଞ୍ଚଭୂତ ଶରୀରଟା ଆସକ୍ତି ନା ତାଙ୍କର ଥିଲା। ସଂସାର ଭିତରେ ଡୁବିଥିବା ଗୋଟେ ଛୁଆଟାକୁ ଆସକ୍ତି ହେଲା। କିନ୍ତୁ ଏବେ ଯଦି କିଏ ଆସକ୍ତି ରଖିବ ଶରୀରଟାକୁ, ଇଏ ଶରୀରଟା ବର୍ତ୍ତମାନ ଭଗବାନ ପାଖରେ ସମର୍ପିତ, ଗୁରୁଙ୍କ ପାଖରେ ସମର୍ପିତ, ଆକୁ ଯିଏ ପ୍ରୀତି କରିବ ତାର କଲ୍ୟାଣ ହେଇଯିବ। କିନ୍ତୁ ସଂସାର ଭିତରେ ଥିଲା ସମୟରେ ଶରୀରକୁ ଯିଏ ପ୍ରୀତି କରୁଥିଲେ ସେମାନେ ବନ୍ଧନରେ ପଡ଼ୁଥିଲେ। ଏଇ ହେଉଛି, ଏଥିପାଇଁ ବୈଷ୍ଣବ ଚିତ୍ତ ଶରୀର ଦରକାର। ଯେଉଁମାନଙ୍କ ଆଚାରବାନ ହେଇକି ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ, ସେମାନେ ପ୍ରତି ପ୍ରୀତି, ସ୍ନେହ, ମମତା ସବୁକିଛି ମୁକ୍ତିର ଦ୍ୱାର ଖୋଲିଦିଏ। ଏତେ ଶରୀରକୁ ଭଗବାନଙ୍କୁ ଦେବା ଦରକାର। ଛୁଆ ବିଝରେ ଜନ୍ମ ହେଲେ ତାକୁ ଭଗବାନ ପାଖରେ ଅର୍ପଣ କରିଦେବା ଦରକାର, ଟେକିଦେବା ଦରକାର ଭଗବାନ ପାଖରେ। ଯଦି ଭଜନ କରୁନି ତାହେଲେ ତାକୁ କାନ ମୋଡ଼ ପିଟିକି ଭଜନ କରିବା। ଆମର ସେ ମାତାଜୀ ଅଛନ୍ତି, ଭଦ୍ରକରେ ଥିଲେ, କିଶୋରୀ ମାତାଜୀ, ତା ପୁଅଟାକୁ ମୁଁ ଦେଖିଛି ପରା, କବାଟ ବନ୍ଦ କରି ହରିନାମ କରିବ, ନହେଲେ ଖାଇବାକୁ ଦେବେନି। କହିଲେ ତୁ ଜପ କରେ, ମୁଁ ଶୁଣିବି, ରୋଷେଇ କରୁଛି, ଜପ ସରିଲା ପରେ ଖାଇବାକୁ ଦିଆଯିବ, ଖାଇବାକୁ ଦିଆଯିବନି। କି ପ୍ରକାର ଶିକ୍ଷା ଦେଖ। नो चांट, नो प्रसाद, नो वर्क, नो पे। महात्मा गांधी कहला भाया आध्यात्मिक जगत रे नो चांटिंग, नो इटिंग। हरिनाम न कले खाया दिजानी। अच्छा माँ भी सेमती प्रकार। आजिकल माँ कौन खाइब बोली कहे कि माँ गुरु केते जानती माँ मान भी केते माँ मान कहीं से आश्रित होना ना। जो मैंने आश्रित होती से जान आश्रित हेल्ले भी बड़ कथा ना। आश्रित है कि जो मैंने वास्तव सत्संग कर सत्संग बहुत आश्रित होती आमर बहुत भक्त आश्रित होती केजन हरिकथा शुणी परिवर्तन होती जो मैंने शुणुं परिवर्तन होती जो मैंने शुणुना आश्रित होती से जथा पूर्वं तथा परम ताकर जो स्थिति से स्थिति है खाली छापटा अच्छी बाहर प्राय भक्त देखा जाए कि जो मैंने सत्संग बसुँच जो शुणुं मनन कर चिंता न लगा धीरे धीरे परिवर्तन हो सत्संग प्रभाव अच्छे ना। ये श्रवण करिया दरकार सब कथा अपरिस्य वाणी पूरा भगवान का वाणी। आम सकाल जो भक्ति ठाकुर पढ़ुचे ना चैतन्य शिक्षामृत मर्म हृदय स्पर्शी सब स्पर्श कथा कहले नाड़ी स्पर्श सुस्पर्श ए आनंद मिले से स्पर्श का कथा कही प्रत्येकटा इंद्रिय
ୟୁଟିଲାଇଜ୍ କି ପ୍ରକାର କରାଯାଉଛି ସେ କହିଛନ୍ତି ବ୍ୟବହାର ସମସ୍ତ ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କର କୃଷ୍ଣ ଅନୁଶୀଳନ କେମିତି କରାଯିବ କହିଛନ୍ତି ଏସବୁ ଜାଣିବା ଦରକାର ବାସ୍ତବରେ। ସାଧକ ମାନେ ଖାଲି ହରିନାମଟା ଯଥେଷ୍ଟ ନୁହେଁ, ସେ ହରିନାମଟାର ସ୍ୱାଦ ଆସ୍ୱାଦନ କରିବା ପାଇଁ ଏସବୁ ସାଧନା ଏସବୁ ଆବଶ୍ୟକତା ଆଚରଣ, ନହେଲେ ହରିନାମର ଆସ୍ୱାଦନ ମିଳିବନି, କୃଷ୍ଣ ନାମର ଆସ୍ୱାଦନ ହେବନି ନହେଲେ। ଏଥିପାଇଁ ଏସବୁ ଶାସ୍ତ୍ର ଜ୍ଞାନ ବି ଆବଶ୍ୟକତା ରହିଛି, ଅନୁଶୀଳନ କରିବା ଦରକାର, ଶୁଣିବା ଦରକାର। ଜଣେ କହିବ କ'ଣ ଦରକାର ଖାଲି ହରିନାମ କରିବି, ଠିକ୍ ଅଛି, କିନ୍ତୁ ଯାହାଙ୍କର ନାମ କରୁଛ ତାଙ୍କୁ ତ ଜାଣିବା ଦରକାର ସେ କିଏ। ଆଉ ମନ ଏତେ ସହଜରେ ହରିନାମ ପ୍ରତି ପୁରା ଅଭିନିବେଶ ହେବନି। ହରିନାମର ହରିଙ୍କି ସ୍ମରଣ କରିକି ହରିନାମ କରାଯାଏ, ମନ୍ତ୍ରାର୍ଥକୁ ବୋଧଗମ୍ୟ ହୋଇ ମନ୍ତ୍ରକୁ ଜପ କରାଯାଏ। ହେଉଛି କି ତନ୍ଦ୍ରା ଆସିଯାଉଛି, ମନ ଭିତରେ ଦୁନିଆ ନାଚୁଛି, ମାନେ ମାଳା ଭିତରେ ହାତ ପ୍ରବେଶ କରେଇଲ, ଜପ ଆରମ୍ଭ ହେଲା, ତାପରେ ତାର ସୌତୁଣୀ ଭାଇ ଆସିଯିବ, କିଏ? ଗପ। ଜପ ଷ୍ଟାର୍ଟ, ଗପ ଷ୍ଟାର୍ଟ। ମାଳାଟା ଥିବ, ଇଆଡ଼େ ମୋବାଇଲ ଚାଲିଲା, ଜପ ପାଖରେ ତ ଗପ, ଜପ ଗପ। ଏତେ ସହଜ ନା ହେବନି, ଏତେ ସହଜ ନା ଏଇଟା ହରିନାମଟା। ହଁ, ଯେଉଁମାନଙ୍କର ସେ ପ୍ରକାର ମହତ୍ କୃପା ଅଛି, ଗୁରୁ ବୈଷ୍ଣବ କୃପା ରହିଛି, କୃପା ଏଇଟା, ଇଏ ନିଜେ ଦ୍ୱାରା ହେବନି। ନିଜେ କରିବ ହରେ କୃଷ୍ଣ କୃଷ୍ଣ ମେସିନ୍ ଗନ୍ ଭଳିଆ ହରେ ରାମ 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 ହରେ, ମେସିନ୍ ଗନ୍ ଜପ, କେତେ ପ୍ରକାର ଜପ ସବୁ ୟୁଟ୍ୟୁବରେ ଛାଡ଼ିଛନ୍ତି, ସବୁ ବିଭିନ୍ନ ପ୍ରକାର ଜପ କହିଛନ୍ତି। ସେହି ଜପର କିଛି ମୂଲ୍ୟ ନାହିଁ। ହରେ କୃଷ୍ଣ ହାଉ କରୁଥିବ, ହରେ ରାମ ଅବହେଳା କରୁଥିବ, କେତେ ହରିନାମଟା କରୁଥିବେ, ମନେ ପଡ଼ିଲେ ଯାଇକି ଆଉଥରେ କ'ଣଟି ଗୋଟେ କାମଟି କରୁଥିବେ, ପେନ୍ଟା ଲେଖି ଦେଉଥିବେ, ମାଳାଟା ଥିବ ସେ ଭିତରେ, ତାପରେ ବର୍ତ୍ତୀ ହରିନାମ କରୁଥିବେ, ଆଉଥରେ ସେଠି ଲେଖି ଦେଉଥିବେ, ଆଉଥରେ ସେଠି କ'ଣଟି କାମ ଟିକେ କରିଦେଉଥିବେ, ଏସବୁ ଜପ କୁହାଯାଏନି। କେତେ ଆଡ଼େ ହରିନାମ କରୁଥିବେ, ଡେବିରି ହାତରେ ରୋଷେଇ ବି କରିଦେଉଥିବେ, ଏମିତି ବି ଚାଲିଛି କେତେ ଜଣଙ୍କର, ତାକୁ ଜପ କୁହାଯାଏନି। କେତେ ହରିନାମ କରୁଥିବେ, କ'ଣ ଦେଖି ବାହାରକୁ ରଖିଦେବେ, ଅଧା ରଖିଦେବେ, କୁଆଡ଼େ ଘଣ୍ଟେ 2 ଘଣ୍ଟା କାମ କରି ଆଉଥରେ ଆସିଲା ପରେ କରିବେ, ଠାକୁର ଅପେକ୍ଷା କରିଥିବେ ଆମ ପାଇଁ। ଏସବୁ ନ୍ୟୁଜ୍ ପେପର ଜପ, ହରିନାମ କରୁଥିବେ, ନ୍ୟୁଜ୍ ପଢ଼ୁଥିବେ, ହରିନାମ କରୁଥିବେ, ଗସିପିଂ କରୁଥିବେ, ଏସବୁ ଜପର ପାତ୍ର ନେବ। ପ୍ରଥମତଃ ଆମେ ଜପର ଅଧିକାରୀ ନୁହେଁ ଆମମାନେ, କାହିଁକିନା ଏଇ ମୁକ୍ତ କୁଲୈର ଉପାସ୍ୟ ମାନ କୁହାଗଲା, ମୁକ୍ତ କୂଳମାନଙ୍କୁ ଉପାସ୍ୟ ହରିନାମଟା। କିନ୍ତୁ ଆମେ ଅଯୋଗ୍ୟ ହେଲେ ମଧ୍ୟ ଗୁରୁବର୍ଗ କୃପା କରି ମହାପ୍ରଭୁଙ୍କର ଇଚ୍ଛାକୁ ସ୍ୱପ୍ନକୁ ପୂର୍ଣ୍ଣ କରିବା ପାଇଁ ଆମକୁ କୃପା କରି ସେ ବସ୍ତୁ ଦେଇଛନ୍ତି, କିନ୍ତୁ ତାର ଅଧିକାରୀ ଆମେ ହେଇପାରୁନେ। ଅଧିକାରୀ ସେତେବେଳେ ହେବା ଯେତେବେଳେ ଅପରାଧ ମୁକ୍ତ ହେବା, ଯେତେବେଳେ ନିର୍ମଚ୍ଛର ହେବା, ହୃଦୟ ଭିତରେ ମାଛ ଭାବ ରଖିଲେ ହେବନି, କୌଣସି କୁଟିଳତା ଭିତରେ ରଖିଲେ ହେବନି। କୁଟିଳତା ଜ୍ଞାନ ବୁଦ୍ଧି ରହିଲେ ଦୁର୍ବୁଦ୍ଧି କୁହାଗଲା, ହେବନି ସେ ହରିନାମ ପ୍ରତି। ନିଷ୍କପଟ ସେବା କରୁଥିବ, ଗୁରୁ ବୈଷ୍ଣବ ଅନୁଗତ ରହିଥିବ, ତାପରେ କୌଣସି ଉଦ୍ଦେଶ୍ୟ ନ ରଖି ଭଜନ କରୁଥିବ, ସେ ଭଜନର ଚମତ୍କାର ଅଲଗା, ସେ ଭଜନର ସ୍ୱାଦ ଅଲଗା। ଆଉ ଯେଉଁଠି କୁଟିଳତା ଥିବ, ଜଣେ ଆମକୁ ଭଲ ପାଇଲେ ତାକୁ ପ୍ରଶଂସା କରି କହୁଥିବା, ଆଉ ଜଣ ପ୍ରତି ମାତ୍ସର୍ଯ୍ୟ ଭାବ ଥିବ, ଜଣକୁ ଓଭରଟେକ୍ କରି ଆଗକୁ ଯିବାକୁ ଚାହୁଁଥିବ, ଏଇ ପ୍ରକାର ପ୍ରତିଦ୍ୱନ୍ଦ୍ୱୀ ଭାବନା, ଏଇ ପ୍ରକାର ଦେହାତ୍ମ ବୁଦ୍ଧି, ଏସବୁ ବିଚାର ଜଣେ ଦୁର୍ବୁଦ୍ଧି ରହୁଛି, ସେମାନେ ହରିଭଜନ କରିପାରନ୍ତି, ତାଙ୍କ ଦ୍ୱାରା ଭଜନ ହେବନି, ସମ୍ଭବ ନାହିଁ। ହରିଭଜନ ମୁକ୍ତ ପାନ କରୁଛି, ମାନେ ହରିନାମର ଗୋଟେ ରସ ଅଛି ନା, ହରିନାମର ଗୋଟେ ଟେଷ୍ଟ ଅଛି, ତାକୁ ଯିଏ ପ୍ରାପ୍ତ ହେଉଛି ନା, ଗୋଟେ କଣିଚାଏ, ଗୋଟେ କଣା ବି, ଗୋଟେ ବୁନ୍ଦା ବି ଯିଏ ପ୍ରାପ୍ତ ହେଉଛନ୍ତି, ସେମାନେ ଛାଡ଼ିପାରିବେନି। ସେମିତି ନାହିଁ, ହରିନାମ କରିବ, ଚୁପଚାପ ବସିବ, ଭଗବାନଙ୍କୁ ବିଗ୍ରହ ଦର୍ଶନ କରିବ, ଆଲେଖ ଦର୍ଶନ କରିବ, ସଦ୍ଗୁରୁଙ୍କ ଚରଣକୁ ସ୍ମରଣ କରି, ବାସ୍ ନାମ ହରିଦାସ ଠାକୁରଙ୍କୁ ସ୍ମରଣ କରି, ଯେତେ ଭଜନାନନ୍ଦୀ ମହାତ୍ମାଙ୍କୁ ସ୍ମରଣ କରିବ, ସବୁ ବୈଷ୍ଣବଙ୍କୁ ସ୍ମରଣ କରି, ସମସ୍ତ ଚରଣରେ ପ୍ରଣତି ଜ୍ଞାପନ କରି, କୃପା ଭିକ୍ଷା ଯାଚଜ୍ଞା କରିବ, ସେମାନଙ୍କ କୃପାରେ ଜୁହାର ହରିନାମ ଉଚ୍ଚାରଣ ହେବ। ଆଉ କୁଆଡ଼େ ବୁଲିବ ପଳାଏ, ମାଳଟା ଧର ଭିତରେ ଢୁସ୍ ପୁରେଇ ଦେବ, ହାତଟା ଆରମ୍ଭ କରିବ, ନିଦ ପଳା ହେଇଥିବ, ଲାଳ ଗଡ଼ି ହେଉଥିବ, ଏସବୁ ତାକୁ ହରିନାମ କୁହାଯାଏନି।
हरि कौन सस्ता किए तो से पूरा गुरुत्व सहित करिया दरकार। भगवान का नाम जे जगत सब दुर्लभ वस्तु से बहुत नाम ता भाया दुर्लभ वस्तु आउ कई ना हरिनाम सब दुर्लभ वस्तु आ गए दुर्लभ वस्तु प्राप्त होते केत साधारण गोटे अर्थ प्राप्त केते कष्ट पड़े संसार लोक मैंने अर्थटी पाइबापी केते कष्ट पड़ना ये परमार्थ वस्तु कौन सहज मिल जाए तक सेमती पढ़ा दरकार ना। ये जो आर महत्व बुझी से माने गुरुत्व सहित आस्वादन कर हरिनाम मुख्य करिया दरकार। हरिभजन मुख्य हरिभजन मुख्य संसार धर्म जो विशेषकर बहिर्मुख लोक मानकर ईश्वर उपासना को कर्मकांड ये भक्ति ठाकुर कहले शास्त्रानुमोदित भाव से ईश्वर उपासना को कर गुरुत्व दौना निजर नीति नियम को बेसी गुरुत्व दौरान निजर सांसारिक कर्म बेसी प्राधान्य दौरान बाकी पर ईश्वर उपासना किंतु भक्तर स्वभाव ईश्वर उपासना ईश्वर आराधना ईश्वर भक्ति जीवर गति यहाँ प्रथम रखा दरकार बाकी पर सब काम एथिपाई यही सब काम प्रथम रखा दरकार। भगवान का भजनटा ही मुख्य बाकी सब काम तापर द्वितीय स्टेप सोपान रखा दरकार। जो यही प्रकार कर भले गृही हूँ कि त्यागी हूँ से भक्त कहगला जो यही प्रकार करूना हाँ करवा भजन करवा तो आज ना काली करदा आज ये माला बाकी अच्छी काली टी मिसेद दी चार दिन आम उमाकांत प्रभु थे ये चरित्र बड़े विचित्र चरित्र बड़े बड़े दुख रोज बोले कौन है प्रभु है महाराज आज रहीगला मालाटा 5-7 माला रहीगला काली कर दी काली कहे आज भी रहीगला माला काली आज मिसई करदे हेनी सी 7 दिन पर्यटन कहे 7 दिन पर्यटन मिसौते आउ कहे ना तो नुआ आरंभ हो every day sometimes was not completing his chanting round then you are telling oh today rest my 5 round I will complete tomorrow again rest 3-4 then told okay every day at a time we will chant more and more once then after 7 days he forget everything again start from beginning जहाँ चिंतन टा रोला बड़ कथा ना उमाकांत प्रभु हाँ समस्ते कर प्राय प्रथम प्रथम करुवे 2 दिन खंड मिसेदे भूली जा थे आरंभ करिया एमती हो तार कारण हूँ आम संस्कार ना ये क्या दोष दे आम संस्कार अभाव आम जो शरीरटा पाइचे ना आम से गोटे परिवेश जन्म होचे पंचभूत तैयारी शरीरटा जन्म जन्म धरी संसार को आसी संसार देखले चित्त धावित हो संसार भोग करने आमर मन आमर ज्ञान आमर प्रज्ञा आमर बुद्धि आमर दी आमर चक्षु कर्ण नासा त्वक जिह उदर उपत सबकि संसार प्रति उन्मुख किंतु करोड़ करोड़ जन्म धरी चलती तेणु सबुज निवृत्त करी अप्राकृत भगवत नाम रे मन को स्थिर करिया कौन सहज से अवहेला हो संस्कार करने सत्संगित रहा पड़े सद्गुरु आश्रित होगा पड़े आ कुछ गुरुत्व सहित ग्रहण कर कौन भितर मुंडे न पड़े किए कौन कला न कला ये सब विचार कले भजन करें जी जहाँ कर जी जहाँ कहूँ कहूँ से हस्तक्षेप नक निज भजन निज सबसे प्रभुपाद कहले आ निज भजन निजर सबसे रम पचर बहुत शत्रुता सृष्टि हो एपरी तुम शरीर में तुम सपोर्ट करनी तुम पारिपार्श्विक समस्ते तुम शत्रु हो किए तुम विश्वास कर सब सन्देह आसो भजन गोटे मार्ग यहाँ तेणु भजन स्थिर रही कथार भासीजनी किए कौन कौच कहू किए कौन दौच दो किए न दौच न दो क्या उपेक्षा ना कि क्या अपेक्षा ना बरं जो मैंने भजन कर सहित संपर्क जो भजन करना दूरे रहा दरकार जो भजन अनुकूल ही स्वीकार करने दरकार यही प्रकार भजन मार्ग जो स्थिर होती से माने भजन अग्रसर होती आ जो भजन कहला कौन कर भोग प्रवण वैष्णव नामधारी माने इस जगत रे बहुत अच्छा मैं आज पढ़ुली प्रभुपाद कहते माने प्राय अवैष्णव वैष्णव नामधारी माने माने भोग प्रवण ही विशेषकर महान पथ को कलुषित कर वैष्णवतार अभाव थाए भजन करूना भजन गोटे कृपा सापेक्ष कृपा रही है
सब ये भक्ति मार्ग आनुगत्य मार्ग शरणागत मार्ग ये जी शरणागत अभाव होती ताहले आपको ए पथरे जीवाटा बड़ कष्ट हो एकाकी आम नाई पाए बोल हरिनाम संकीर्तन कहीं कहले ये एकाकी संभव ना संभव ना आम के एका एका करें कले मत बाहरी जोर 2-4 दिन करदे तापर मन कुआड़ कुआड़ धाइब संभव ना यहाँ तेणु सबुबले सत्संग भितर रही धीरे धीरे बुद्धिटा मार्जित हम धीरे धीरे निर्मल बुद्धि आसो ये जो भगवान का भजन ना ये चैतन्य महाप्रभु अवदान ये जो देइछन जगत को शिक्षा देइछन माने भक्तिटा भक्ति मुक्ति सुख को मध्य से त्याग करे ये भजन टाइप प्रकार भक्ति सुख माने जगत रे इंद्रिय सुख जते सब रही मुक्ति सुख अपवर्ग सुख ये भक्ति मुक्ति सुख को भी जे त्याग कर जो प्रेमानंद प्राप्त है महाप्रभु देले ये प्रेम आनंद भक्ति मुक्ति सुख को त्याग करी प्रेमानंद प्रदान कले तार मध्य आउथरे ब्रजर आनंद प्रेमानंद देले तार मध्य आउथरे ब्रजर ने गोपी मान प्रेमानंद देले गोपी मान जो प्रेम आनंद से शिक्षा देले खाली सेति ने सब सर्वश्रेष्ठ गोपी मान को मध्य शिरोमणि जे राधा दास्य अभिमान रूप प्रेमानंद प्रदान कले आम मैंने हूँ राधा रानी स्वामिनी किंकरी तांकरी दासी ये जो अभिमान ना ये अभिमान जो प्रेम आनंद आसे जमी संसार जड़े करोड़ टंका कोटिए टंका थी से भाविद मोर कोटिए टंका अच्छी आनंद लगुच ना आनंद मिली टे जो मान बहुत आत्मीय स्वजन थे बहुत से भर बहुत आनंद लगे मोर एत सब परिवार अच्छा जो बहुत गाड़ी घोड़ा जमी जमा थी भी आनंद लगे से प्रकार कहले जगत सबुठ सर्वश्रेष्ठ आनंद होची प्रेम आनंदर उत्कर्षता से जड़े राधा दास्य अभिमान कहगला राधाराणी दासीर अभिमान आमको से महाप्रभु जगत शिखेले ये केत जन पात्र व्यवहार यही प्रकार जो मान जगत से शिक्षा देते एमती जगत रे कई दे नथिले पूर्व वर्णना करछंती ये जो महाप्रभुंकर जो उज्जवल रस जो कहगला समर्पयितुम उन्नत उज्जवल रसं उज्जवल रस ताकू कहला जोटा कि राधा रानी दासी भाव रे भगवान कर सेवा करिया श्याम सुंदर जोटा को मंजरी भाव कह जहाँ भी हो पूर्वर ये शिक्षा किए दे नथिले राधा तत्व विषय रे राधारानी दासी रूप रे किंकरी रूप रे श्याम सुंदर को सेवा करियार परिपाटी जगत को शिक्षा किए दे नथिले महाप्रभु पूर्वर आसछन्ति हमर विद्यापति आसछन्ति जयदेव जी आसछन्ति विभिन्न प्रकार बिल्व मंगल जी आसछन्ति एमान सब आसछन्ति माने भारी जोरे जाइछन्ति कोठी सख्य रस पर्यंत जाइछन्ति किंतु जो श्रृंगार से गोपी अनुगत्य रे जो श्रृंगार से श्याम सुंदर को जो प्रीति यहाँ महाप्रभु जगत शिखेले तेणु ये सर्वोत्कृष्ट कहगला यही भाव आम गौड़िया धारा प्रतिष्ठित आम मान लक्ष्य हो कि आम करे कौन तुच्छ विशेष को प्रति तुच्छ शरीर अभिमान प्रति विभिन्न प्रकार प्रजल्प विभिन्न प्रकार वृत्ता प्रशंसा वृत्ता स्फलन ये सब भितर छुटिया छुटिया कथार आमर जो रही सब फेंटा फेंटी घंटा घंटी ये जगत रे जिंदु 20टा सालुब 20टार कीट मान सालुब हलुचंती से प्रकार संसार किचड़ भीतर आम पड़ीचे छुटिया छुटिया कथार मुंड पड़ी ये तो केते बड़ कथा महाप्रभु दीचे आम मन से चिंतन से प्रकार उन्नत भावना थिले सिना उन्नत रस प्राप्त हवा कहीं से भावना से सत्संग दरकार से प्रकार शिक्षा दरकार से प्रकार मंथन दरकार से प्रकार मार्जन दरकार नल हेनी सब देह अभिमान नगले सुवस्तु प्राप्त हेनी स्नेहानुबंध हृदया वन्यना विष्णुमायया विमहितो दीनधियो शिशुन् पुप्पसतु प्रजा विमोहितो दीनधियो शिशुन् पुप्पसतु प्रजा एवं विष्णु माया विमोहित विष्णुंकर माया द्वारा विमोहित अतः
विष्णु को माया मोहित होती माने ये जो संसार मायाजाल भगवान विस्तार करछन्ते ना एथिपाई माने विष्णु माया मोहित भगवान के स्वर वंचित अन्यन्नां स्नेहानुबंध हृदय स्नेहेन अनुबंधम अनुरक्तं हृदय जयतो दीन ध्यौ प्रजा पोषण व्याप्ततया कृपण चिंतो तो शिशुन बालान प्रजापुत्रान पुपुसतु पोषितवंतो यही रूपरे विष्णु मायारे विमोहित परस्पर परस्पर आसक्त चित्त कपत दंपति कपति संतान पालनार्थ पाई व्यग्रता हेतु दुखार्थ होई सेमानकर पालन करिया लगिले। यही होची संसार। आगु कहला विष्णु माया विष्णु माया मोहित ही परस्पर आसक्त चित्त होई कपत कपति शिशु प्रति आसक्ति परस्पर आसक्त चित्त ही सेमाने संतान मान को पालन करिया पई बड़ व्यग्रता व्यग्रता हेतु दुखार्थ दुख होचंदी सब सशंकित चित्त काले किए खाईद किए नहीं जीव संतान मान कष्ट हम कम कष्ट पड़े ना पुत्र जो रोग शजार पड़े माँ मैंने रात्रि सारा तार सेवा करी करी विनिद्र रजन कटाते न खाई न पीकर ये जो सेवार जो मर्यादा देखी से तार जदि शतभाग भागे जदि कृष्ण प्रति होता ना केते कल्याण होता। तेणु कहले विष्णु मायर भी मोहित ये विष्णु मायर सारा जगत मोहित एथि बहिर्मुख मान प्रति ये जो व्यग्रता सेवा शुश्रूषा करने कपत कपति विष्णु मायर मोहित शिशु संतान गणकर पोषण करने लगिले। विष्णु मायर समस्ते मोहित एथि जो मैंने पाखे शरणागत होते से मायर उद्धार होती माँ जे प्रपद्यन्ते माई एतांग तरंती थे ना भगवत मायर कई निष्कृति नहीं समस्ते पढ़ते से काल रे बड़ बड़ महान मान तपस्या ने पढ़ी होती विश्वामित्र पढ़ीगले सब ऋषि पढ़ीगले आगा कथा कह तेणु भगवान को माया ये प्रकार पढ़ले मत जेहेतु सान भजन कर बुद्धि आसीगला छाड़ दी पढ़ले सब किंतु जो मैंने भगवान को बिल्कुल भजन करूना से माने से संसारटा के बहुत भल लगे सेटा स्वर्ग सेटा वैकुंठ सेटा सब किछि कि जो मैंने भजन करी जाउछंती प्राय जो मैंने भजन किछि वर्ष करते सत्संग करथिबे तापर संसार करथाउछंती सेमान मन को जदि आम अनुशीलन करिया विवेचना करिया पर्यालोचना करिया ताले बुझी परिया तांग मन भीतर कि प्रकार संघर्ष चलथो सब बेले कहीं भजन सुख गोटे अलग प्रकार संसार दुख गोटे अलग प्रकार एपाई तो ये गला रही पार ना पलि आस हरकृष्ण को पलैल ना बोला गोटे मुहूर्त मुझे रही पारे कहला मत दात कामुड़ी सत्य पिला भल लगे ये सत कथा कहला से महाराज मो भोग भोग भावना मोर प्रबल हो मत क्षमा करंतु मु जीवी बाहाबी बोले जाओ प्रकाश तो कर ना कि जेहेतु जड़े भजन करथिला एठी सेवा कर निष्कपटे से सेवा भगवान ताको रखी पारे कंपेयर कला विचारा जाए कि जगत रे वास्तव किसी ना तापर रिटर्न हो गला जाए फेरियाटा बड़ कष्ट है चक्कर भीतर फसी आसवाटा ये स्पेशल कृपा दरकार ना असुविधा असंभव जड़े प्रवेश करे से मुकुलियाटा बड़ कष्ट जो मैंने मुकुली जान तो अलग कथा ताकर तो भगवत कृपा व संत कृपा व पूर्व संस्कार किंतु जो माने प्रवेश कर मुकुलियाटा बड़ कष्ट एथि आम गुरुमा प्राय सिद्धेश्वर स्वाईंकर कथा उठाती करत कहते करत भाया संसार गोटे करत काल यदि गोटे जीवंत लोक भितर गोटे ता पेट भर करतटा प्रवेश करवा सेटा बाहर कले पेन हम कटो पुश कले ठेले से पेटा कटो
ତେଣୁ ଏ ସଂସାରକୁ ଯେଉଁମାନେ ପ୍ରବେଶ କରିସାରିଛନ୍ତି ବାହାରିଆଡ଼େ ବି କଷ୍ଟ, ଅଗ୍ରସର ବି କଷ୍ଟ, ସେଥିରେ ଧାବି ଦେବାଟା ବି ବଡ଼ କଷ୍ଟ। ଏଠି କରିବ କ'ଣ? ସେ ସବୁବେଳେ ସदैବ ଗୁରୁ ବୈଷ୍ଣବ ଚିନ୍ତନ କରି ଭଗବାନଙ୍କର ଭଜନ ହିଁ କରିବ। ସବୁବେଳେ ଆରତି ଭାବରେ ଡାକିବ, ଡାକି ଭଗବାନ ଅନାସକ୍ତ ଭାବରେ ନିଜର କର୍ତ୍ତବ୍ୟ କର୍ମ କରିବ, କାଳେ ଭଗବାନଙ୍କର ଭଜନ ହିଁ କରିବ। କଲେ ଧୀରେ 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 ନିଜର ଯେଉଁ ରହିଛି ଅନୁରାଗ ସବୁ ଦୂରୀଭୂତ ହେବ, ଧୀରେ ଧୀରେ ବୁଦ୍ଧିଟା ମାର୍ଜିତ ହେବ, ଭଗବତ ଭଜନର ସୁଖ ମିଳିବ ତାକୁ ସେଇଠି। ଏପଟେ ଗୋଟେ ପରେ ସଂସାର ଯାତନା, ଜଳା ଜଞ୍ଜାଳ, ନିର୍ଯାତନା, ବିଭିନ୍ନ ପ୍ରକାର କ୍ଲେଶ ତାପ ଭିତରେ ସେ ସବୁବେଳେ ସନ୍ତପ୍ତ ହୋଇଥିବ, ଦଗ୍ଧୀଭୂତ ହୋଇଥିବ। ଏପଟେ ହରିଭଜନ କରିବା ପାଇଁ ପ୍ରଲୁବ୍ଧ ଚିତ୍ତ ହୋଇଥିବ, ଆଶାନ୍ୱିତ ହୋଇଥିବ, କରିପାରୁନଥିବ, ମନ୍ଦିରକୁ ଆସିବା ପାଇଁ ଚାହୁଁଥିବ, ଆସିପାରୁନଥିବ। ଏଇ ଯେଉଁ ଦୟନୀୟ ସ୍ଥିତିରେ ସେ ରହିଥିବ ନା, ଏଇ ଯେଉଁ ଆଶାଟା ତାକୁ ଯେଉଁ ତୀବ୍ରତର କରେ ହରିଭଜନ କରିବା ପାଇଁ ଗୁରୁ ବୈଷ୍ଣବ କୃପାରୁ, ସେ ଆଶା ହିଁ ତାକୁ ଉଦ୍ଧାର କରିଦେବ ସେଇଠି। ଦୁଃଖ ଗୋଟେ ପଟେ ଅଛି, ସୁଖ ଗୋଟେ ପଟେ ଅଛି। କିନ୍ତୁ ଯେଉଁମାନେ ସଂସାର ଭିତରେ ସୁଖ ପାଉଛନ୍ତି, ଯେଉଁମାନେ ତାକୁ ହିଁ ସୁଖ ବୋଲି ଭାବୁଛନ୍ତି, ତାଙ୍କୁ ପରିବର୍ତ୍ତନ କରିବାଟା ବଡ଼ କଷ୍ଟ। ସେମାନଙ୍କର ଧକ୍କା ନ ଖାଇଲା ପର୍ଯ୍ୟନ୍ତ ପରିବର୍ତ୍ତନ ହେବେନି, ଅନୁଭବ ନ କଲା ପର୍ଯ୍ୟନ୍ତ। ତାଠୁ ପରମାର୍ଥ ସୁଖ ଆସ୍ୱାଦ ନ କଲା ପରିବର୍ତ୍ତନ ସେମାନେ ହେବେନି। ତାଙ୍କ ପାଇଁ ସେଇଟା ହିଁ ଭଲ ଥାଏ। ତେଣୁ ଏମାନେ ଏଠି ବିଷ୍ଣୁଙ୍କ ମାୟା କୁହାଗଲା। ଭଗବାନଙ୍କ ମାୟା ଏ ପ୍ରକାର, ବିଷ୍ଠା ଭିତରେ ଥିବା କୀଟ ମଧ୍ୟ ଭାବିବେ ସେଇଟା ହିଁ ତା ପାଇଁ ସ୍ୱର୍ଗ। ଆମକୁ ବର୍ତ୍ତମାନ ଏଇ ମଣିଷ ତିଆରି ହେଇଛନ୍ତି, ଯଦି କର୍ମର ବିପାକ କରି ଆମେ ତ ପୂର୍ବରୁ ଅନେକ ଜନ୍ମ ପ୍ରାପ୍ତ ହେଇଛେ, ପରବର୍ତ୍ତୀ ଜନ୍ମ ଯଦି କୌଣସି ଭୁଲ ବଶତଃ ଯଦି ଆମେ ମଣିଷ ଇତର ଜନ୍ମ ବି ପ୍ରାପ୍ତ ହେବା, ତାହେଲେ ସେଇ ଯୋନିରେ ଜନ୍ମଗ୍ରହଣ କରି ଆମକୁ ସେଇ ପରିବେଶ, ସେଇ ତା ଖାଦ୍ୟ, ସେଇ ଗୋଷ୍ଠୀ ଆମକୁ ଭଲ ଲାଗିବ। ଏଇ ହେଉଛି ଜୀବର ପାଇଁ ଗୋଟେ ରହସ୍ୟ। ଏ ସ୍ୱାଭାବିକ ବୃତ୍ତି ଏଇଟା, ତାକୁ ଯେଉଁ ଶରୀର ମିଳେ ସେ ପ୍ରତି ଆସକ୍ତି ହେଇଯିବ। ସେ ଯେଉଁ ପରିବେଶ ଥାଏ ସେ ପରିବେଶ ସହିତ ସେ ଆସକ୍ତି ହେଇଯାଏ। ସେଇଠି ସେ ଆଡ଼ଜଷ୍ଟ ହେଇକି ଚଳେ। ତାକୁ ସେଇଟା ହିଁ ତା ପାଇଁ ଭଲ ଲାଗିବ। ଏଇ ଜୀବର ସ୍ଥିତି ଏ ପ୍ରକାର। ତେଣୁ ସବୁଠୁ ଉନ୍ନତ ସ୍ଥିତି ହେଉଛି ସତ୍ସଙ୍ଗ ଭିତରେ ରହିବା। ଉନ୍ନତ ସ୍ଥିତି, ଆଠୁ ଅଧିକ ସ୍ଥିତି ଆଉ ଜଗତରେ କିଛି ନାହିଁ। ଏଥିରେ କଲ୍ୟାଣ ଅନିବାର୍ଯ୍ୟ। ଶ୍ରୀ ରାଧେ। କେତେ ଜଣ କର।